ଦ୍ରୌପଦୀ ଭଳି ଭସ୍ମ ବିଭୂଷିତ ରାମ ଓ ହଳଦୀ ବର୍ଣ୍ଣା ସୀତା, ଏକାମ୍ର ଭୁବନେଶ୍ୱରର ଅଶୋକାଷ୍ଟମୀ ରଥବାହକ ମନ୍ତ୍ର ପଢ଼ିବା ଭଳି ବାହକ ସୁମନ୍ତ୍ର ଓ ସଙ୍ଗରେ ବ୍ରହ୍ମଚାରୀ ଲକ୍ଷ୍ମଣ। ପ୍ରଜାବେଳେ କହିଲେ, ବନରେ ଆମେ ପୁର ରଚନା କରିବୁ। ଏ ଦଣ୍ଡକାରଣ୍ୟରେ ରାଜା ନଥିବାରୁ ତୁମ ବକ୍ତା ଅର୍ଥାତ୍ ପିତା ଏଠାକୁ ପଠାଇଛନ୍ତି। ଆମକୁ ପ୍ରଜା କରନ୍ତୁ ଏଠାରେ। ଶ୍ରୀରାମ କହିଲେ, ଏଠି ମଧ୍ୟ ପ୍ରଜା ଅଛନ୍ତି। ଏଠି ଚତୁରଙ୍ଗ ବଳ ଅଛନ୍ତି। ଗିରିମଲ୍ଲୀ ସହ ଚମ୍ପା ବୃକ୍ଷ, ନାରିକେଳ ବୃକ୍ଷ ପ୍ରଜା ଭଳି ଅଛନ୍ତି। ଦୁଇ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ଭଞ୍ଜ, ବତ୍ସକ, ସୁରଭି ଓ ପୟୋଧର ଶବ୍ଦ ଦ୍ୱାରା ବୃକ୍ଷ ବୁଝାଇବା ସଙ୍ଗେ ସଙ୍ଗେ ଗାଭୀ ଓ ଏହାର ବଚ୍ଚାକୁ ବୁଝାଉଛନ୍ତି। ରଥ ଅର୍ଥରେ ବେତଗଛ ଓ ଗନ୍ଧର୍ବ, ଘୋଡ଼ା, ମୃଗ ପ୍ରଭୃତି ବୁଝାଉଛି। ସାକ୍ଷୀ ଅର୍ଥରେ ବୃକ୍ଷ ଓ ପଦାତି ବାହିନୀ ବୁଝାଉଛି। ବନରେ ସେ ଏକା ନୁହନ୍ତି। ବୃକ୍ଷମାନେ ସାଥୀ ଓ ରକ୍ଷକ ବୋଲି ଶବ୍ଦ ଓ ଅର୍ଥ ସମନ୍ୱୟରେ ପ୍ରଜାମାନଙ୍କୁ ବୋଧ କରାଯାଇଛି। ପ୍ରଜାମାନଙ୍କୁ ବିଦା କରି ଉଦ୍ବେଗ ସହ ଭରଦ୍ୱାଜ ଆଶ୍ରମରେ ପହଞ୍ଚିଲେ ଶ୍ରୀରାମ। ବୁଝାଇ କହିଲେ, ଭରଦ୍ୱାଜ, ତୁମେ ସିଂହ, ବନ ହିଁ ତୁମର ବାସସ୍ଥଳୀ। ମଦାନ୍ଧ ଅସୁରକୁ ନାରାଜ ମାରି ଶେଷ କର। ଚିତ୍ରକୂଟ ପର୍ବତ ଗହ୍ୱରରେ ବିଜେ କଲେ ସେ ପର୍ବତ ଆମୋଦିତ ହେବ। ପୟଶ୍ରୀ ନଦୀର ଜଳ ଆନନ୍ଦ ଦେବ। ଦିନେ ସେଠି ରହି ବତ୍ମ ବା ବାଟରେ ଗଲାବେଳେ ବନ୍ୟ ନାରୀ କୁହାକୁହି ହେଲେ, ଏ ପରମ ସୁନ୍ଦର ପୁରୁଷ ଦୁଇଟି ମଧ୍ୟରୁ କିଏ ଏ ନାରୀର ବର? ପଚାରିଲେ ସୀତାଙ୍କୁ, ଏ ଦୁହେଁ କ'ଣ ତୁମ ଭାଇ? ବର ନ ମିଳିବାରୁ ସଙ୍ଗରେ ନେଇ ବୁଲୁଛନ୍ତି? କୁହ, କିଏ ବର ଆଉ କିଏ ଦେବର? ପ୍ରଳମ୍ବ କୁନ୍ତଳା ଅର୍ଥାତ୍ ଦୀର୍ଘକେଶୀ ସୀତାଙ୍କ ବିଳମ୍ବ ଦେଖି ଲକ୍ଷ୍ମଣ ଡାକିବାରୁ ସୀତା କହିଲେ, ଏ ମୋ ଦେବର। ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ଗଙ୍ଗା ପାର ହୋଇ ଚିତ୍ରକୂଟ ପର୍ବତରେ ବିଜେ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର ସପ୍ତଦଶ ଛାନ୍ଦ।
मातरम्।